ସାର୍ ଆପଣଙ୍କୁ ନ୍ୟୁଜରୁମକୁ ସ୍ୱାଗତ କରୁଛି ସାର୍। ଆଜି ହେଉଛି ଉତ୍କଳ ଦିବସ। ସାରା ଓଡ଼ିଶାବାସୀଙ୍କ କଥା ଆମେ ଯଦି କହିବା, ଉତ୍କଳବାସୀଙ୍କ ପାଇଁ ଏହା ଏକ ଗର୍ବ ଏବଂ ଗୌରବର ଦିନ ବା ଏକ ଗୁରୁତ୍ୱ ବହନ କରେ। ତେବେ କାହିଁକି ଉତ୍କଳ ଦିବସ ପାଳନ କରିବାର ଆବଶ୍ୟକତା ପଡ଼ିଲା ଏବଂ କେବେଠାରୁ ପାଳନ କରାଯାଉଛି, ଏହାର ଇତିହାସ କ'ଣ କ'ଣ କହିବେ? ସମଗ୍ର ଓଡ଼ିଆ ଜାତି ପାଇଁ ଆଜି ହେଉଛି ଗୋଟିଏ ଅବିସ୍ମରଣୀୟ ଦିବସ। ଯେଭଳି ଭାବରେ ରାମଙ୍କ ଜନ୍ମ ରାମ ନବମୀ ଦିନ, କୃଷ୍ଣଙ୍କ ଜନ୍ମ ଜନ୍ମାଷ୍ଟମୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜନ୍ମ ଜ୍ୟେଷ୍ଠ ପୂର୍ଣ୍ଣିମା ଏବଂ ବୈଶାଖ ଚତୁର୍ଦ୍ଦଶୀ ଦିନ ନୃସିଂହଙ୍କ ଜନ୍ମ, ସେହି ନ୍ୟାୟରେ ଏ ଉତ୍କଳ ଭୂଖଣ୍ଡର ଜନ୍ମଦିନ 1/4/1936 ମସିହାକୁ ଆମେ ଏହାର ଜନ୍ମଦିନ ରୂପେ ପାଳନ କରୁଛେ ବା ଆଜି ହେଉଛି ସେ ଉତ୍କଳ ଦିବସର ଜନ୍ମ ଦିବସ। ତେବେ ପ୍ରଶ୍ନ ଉଠୁଛି, ଏ ଦିବସର ପାଳନ କରିବାର କାରଣ କ'ଣ? ମୁଁ ଆପଣମାନଙ୍କୁ ଏତିକି କହି ରଖେ ଯେ ଦିନ ଥିଲା ସମଗ୍ର ଓଡ଼ିଶା ଧର୍ମ ସଂସ୍କୃତି ପ୍ରାଚୁର୍ଯ୍ୟତାର ସମୃଦ୍ଧ ଥିଲା। ଓଡ଼ିଆ ଜାତି ଏକ ବୀର ଜାତି, ଓଡ଼ିଆ ଜାତି ଏକ ଦୁର୍ଦ୍ଦଶ ଜାତି, ଓଡ଼ିଆ ଜାତି ଏକ ପ୍ରତିତ୍ପର୍ଣ୍ଣମତି ଦୂରଦୃଷ୍ଟି ସମ୍ପନ୍ନ ଜାତି ହିସାବରେ ସମଗ୍ର ବିଶ୍ୱରେ ପରିଗଣିତ ହେଉଥିଲା। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ଏ ଗୋଟେ ଦୁର୍ଭାଗ୍ୟ, ଏ ଜାତିର ଦୁର୍ଭାଗ୍ୟର ଦିନ, ଯେଉଁ ଦିନ ଏ ଭାଗ୍ୟ ଆକାଶରେ କଳା ବାଦଲ ଘୋଟି ଆସିଲା 1568 ମସିହାରେ ଆପଣଙ୍କର ଯେଉଁ ବଙ୍ଗର ନବାବ ସୁଲେମାନ କରାନି ଏବଂ ତାର ଝିଅ ଦୁଲାରୀ ସହିତ ଯେଉଁ ଆପଣଙ୍କର ପ୍ରେମ ସମ୍ପର୍କରେ ଆବଦ୍ଧ ହେଲା, ଯାହାର ନାମ ହେଉଛି କଳା ପାହାଡ଼। ଏବଂ ସେଇ କଳା ପାହାଡ଼ ଆକ୍ରମଣରେ 1568 ମସିହାରେ ଗୋହିରୀ ଟିକିରା ଯୁଦ୍ଧ, ଯୋଉଟାକି ଭଦ୍ରକ ନିକଟସ୍ଥ ଧାମନଗରରେ ଅନୁଷ୍ଠିତ ହେଇଥିଲା, ସେଇଠାରେ ଓଡ଼ିଆ ଜାତିର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କର ନିହତ ହେଲା। ମୁସଲମାନ ମାନେ ୟାକୁ ଶାସନ କଲେ, ଅକ୍ତିଆର କଲେ, ଏ ଜାତି ପରାଧୀନ ହେଲା। ଆଉ ସେଇ 1568 ଠାରୁ ଆପଣଙ୍କର 1935 ମସିହା ପର୍ଯ୍ୟନ୍ତ ଏ ଜାତିଟି ଆପଣଙ୍କର ବନ୍ଧା ପଡ଼ିଥିଲା। ଆଉ ବିଶେଷ କରି 1803 ମସିହାରେ ଯେତେବେଳେ ଇଂରେଜ ମାନେ ଆସିଲେ ଏବଂ ଏ ଖଣ୍ଡ ବିଖଣ୍ଡିତ ଓଡ଼ିଆ ଜାତିର ଦୁର୍ଦ୍ଦଶା ନ କହିଲେ ମାନେ ଶୁଣିଲେ ଆପଣଙ୍କର ଛାତି ଦଗ୍ଧୀଭୂତ ହେଇଯିବ। ଆପଣଙ୍କର ଓଡ଼ିଶା 3 ଖଣ୍ଡ, କଟକ ପୁରୀ ବାଲେଶ୍ୱର ଇଏ ହେଲା ମୂଳ ଓଡ଼ିଶା। ଆପଣଙ୍କର ସମ୍ବଲପୁର ଅଞ୍ଚଳ କେନ୍ଦ୍ରୀୟ ପ୍ରେସିଡେନ୍ସିରେ ରହିଲା ଏବଂ ଗଞ୍ଜାମ ଅଞ୍ଚଳ 1759 ଖ୍ରୀଷ୍ଟାବ୍ଦରେ ମାନ୍ଦ୍ରାଜ ପ୍ରେସିଡେନ୍ସିରେ ରହିଲା। ଅର୍ଥାତ୍ 3 ଖଣ୍ଡରେ ଓଡ଼ିଶା ବିଭକ୍ତି ହେଲା। ଆମେ ଆଜି ସ୍ମରଣ କରୁଛୁ ବ୍ୟାସ କବି ଫକୀର ମୋହନ ସେନାପତି, ରାଧାନାଥ ରାୟ। ଆମେ ଆଜି ସ୍ମରଣ କରୁଛୁ ନୀଳମଣି ବିଦ୍ୟାରତ୍ନ, ଯାହାଙ୍କ ନେତୃତ୍ୱରେ ପ୍ରଥମେ ଗଞ୍ଜାମ ସମ୍ମିଳନୀ 1902 ମସିହାରେ ଅନୁଷ୍ଠିତ ହେଇଥିଲା, ଯେଉଁ ସମ୍ମିଳନୀରେ ମଧୁବାବୁ ଯୋଗ ଦେଇଥିଲେ। ଆଉ ମଧୁବାବୁ ସେଥିରେ ଇନ୍ସପାୟାର୍ଡ ହୋଇ 1903 ମସିହାରେ କଟକ ବାରବାଟୀରେ କିନି ଉତ୍କଳ ସମ୍ମିଳନୀ ସଂଗଠିତ କରିଥିଲେ। ଉତ୍କଳ ସମ୍ମିଳନୀର ନେତୃତ୍ୱରେ ଖଣ୍ଡ ବିଖଣ୍ଡିତ ଓଡ଼ିଆ ଜାତିକୁ ସଂଗଠିତ କରିବା ପାଇଁ ଯେଉଁ ଅଭିନବ ପ୍ରୟାସ ସୃଷ୍ଟି ହେଲା, ଆଉ ଯାହାର ନେତୃତ୍ୱ ନେଲେ ମଧୁବାବୁ, ଯାହାର ନେତୃତ୍ୱ ନେଲେ ପାରଳା ମହାରାଜ। ସାଇମନ କମିଶନ ଯେତେବେଳେ 1928 ମସିହାରେ ବମ୍ବେରେ ପହଞ୍ଚିଥିଲେ, ସେତେବେଳେ ପାରଳା ମହାରାଜ ତାଙ୍କୁ ସାକ୍ଷାତ କରି ଓଡ଼ିଶାର ନବ ଉତ୍କଳର ଏକ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକତ୍ରୀକରଣ କରିବାର ଦାବିପତ୍ର ପ୍ରଦାନ କରିଥିଲେ। ଯାହାଉ ନା କାହିଁକି କର୍ମବୀର ଗୌରୀ ଶଙ୍କର, ନୀଳମଣି ବିଦ୍ୟାରତ୍ନ, ମଧୁସୂଦନ ରାଓ, ଆପଣଙ୍କ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଏ ପାରଳା ମହାରାଜ ବହୁ ମହାମନୀଷୀଙ୍କ ତ୍ୟାଗ ତିତିକ୍ଷା ଫଳ ସ୍ୱରୂପ 1935 ମସିହା ଭାରତ ଶାସନ ଆଇନ ଧାରା 289 ଅନୁସାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେବାର ସ୍ୱୀକୃତି ଲାଭ କରିଥିଲା। ଏବଂ ତାର ଫଳଶ୍ରୁତି ସ୍ୱରୂପ 1/4/1936 ମସିହାରେ ଏ ନବ ଉତ୍କଳ ସଂଗଠିତ ହେଲା। ଓଡ଼ିଆ ଭାଷାଭାଷୀ ମାନେ ଏକତ୍ରିତ ହେଲେ। ଆଉ ଯେଉଁ ଓଡ଼ିଶାକୁ ଆମେ ଆଜି ଦେଖୁଛେ, ସେ ଓଡ଼ିଶାଟି ସେ ଓଡ଼ିଶାର ଜନ୍ମ 1/4/1936 ମସିହାରେ ହେଇଥିବାରୁ ସେଇ ସ୍ମୃତିକୁ ଏ ଓଡ଼ିଆ ଜାତିର ଉତ୍ତର ପୁରୁଷମାନଙ୍କ ଭିତରେ ସେଇ ଭାବ, ସେଇ ଚିନ୍ତା ଓ ଚେତନା ଉଦ୍ରେକ କରିବା ପାଇଁ ଆଜି ଆମେ ଉତ୍କଳ ପ୍ରଦେଶକୁ ତାର ଜନ୍ମଦିନ ଭାବରେ ପାଳନ କରୁଛେ। ସମସ୍ତଙ୍କ ଦେହରେ ଗୋଟାଏ ନୂତନ ଶ୍ରୀହରଣ, ସମସ୍ତଙ୍କ ଦେହରେ ଗୋଟେ ଚେତନା, ସମସ୍ତଙ୍କ ଦେହରେ ଗୋଟେ ଭାବ ପ୍ରବଣତା ସୃଷ୍ଟି ହେବ। ମା, ମାଟି, ମଣିଷ ଆଉ ମାତୃଭାଷା ପାଇଁ ସମସ୍ତଙ୍କ ଭିତରେ ଗୋଟେ ପ୍ରାଣର ସ୍ପନ୍ଦନ ସୃଷ୍ଟି ହେବ। ସେଇଥିପାଇଁ ଆମେ ଆଜି ଉତ୍କଳ ଦିବସଟିକୁ ପାଳନ କରୁଛେ। ତେବେ ସାର୍ ଗୋଟେ କଥା ଜାଣିବା ପାଇଁ ଚାହିଁବି, ଓଡ଼ିଶା ରାଜ୍ୟ ଗଠନ ପାଇଁ କେଉଁ କେଉଁ ଜିଲ୍ଲା ଗୁଡ଼ିକ ମିଶିଥିଲା ସେତେବେଳେ?
ଆପଣଙ୍କର ଯେତେବେଳେ 1936 ମସିହାରେ ହେଲା ସେଥିରେ ମାତ୍ର 6ଟି ଜିଲ୍ଲାକୁ ନେଇ ପ୍ରଥମ ଓଡ଼ିଶା ଗଠନ ହେଇଥିଲା। କଟକ, ପୁରୀ, ବାଲେଶ୍ୱର, ଗଞ୍ଜାମ, କୋରାପୁଟ 5, ସମ୍ବଲପୁର 1, 6। ଏଇ 6ଟି ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କର 13ଟି ହେଲା, 13ଟି ପରେ 30ଟି ହେଲା। ତେଣୁ ପ୍ରାରମ୍ଭିକ ଷ୍ଟେଜରେ ସେଇଟା 13ଟି ହେଇଥିଲା ଏବଂ ଯେତେବେଳେ ପ୍ରଥମ ଉତ୍କଳ ସଭା ଅନୁଷ୍ଠିତ ହେଇଥିଲା ତାହା ବି ମୁଁ କହି ରଖେ, ତାହା ଆପଣଙ୍କର ରେଭେନ୍ସା ମହାବିଦ୍ୟାଳୟର ସେଇ ହଲରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ପ୍ରଥମ ସଭା ଅନୁଷ୍ଠିତ ହେଇଥିଲା ଏବଂ ସେଥିର ପ୍ରଥମ ଗଭର୍ଣ୍ଣର ଥିଲେ ସାର୍ ଜନ୍ ହଷ୍ଟିନ୍ ହବାକ୍, ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି କୃଷ୍ଣଚନ୍ଦ୍ର ଗଜପତି। ସେତେବେଳେ ମ୍ୟାଡାମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଶବ୍ଦ ନଥିଲା। ସେତେବେଳେ ଓଡ଼ିଶାର 1936 ମସିହାରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଅର୍ଥାତ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ତାପରେ ବିଶ୍ୱନାଥ ଦାସ ହେଲେ, ତାପରେ ଆପଣଙ୍କର ହେଲେ ଡକ୍ଟର ହରିକୃଷ୍ଣ ମହତାବ। ତେଣୁ ୱାନ୍ ଆଣ୍ଡ ଓନ୍ଲି ପର୍ସନ ହରିକୃଷ୍ଣ ମହତାବ ଯେ ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ଆଉ ପ୍ରଥମ ମୁଖ୍ୟମନ୍ତ୍ରୀ। ଏ ହେଉଛି ତାର ଇତିହାସ। ତେବେ ଏଇ ଯୋଉ ଉତ୍କଳ ଦିବସ ପାଳନ କରିବାର କାହିଁକି ପାଳନ କରାଯାଏ? ଉତ୍କଳ ଦିବସ ଯଦି ଆମେ ମନେକର ପାଳନ ନ କରିବା, ଆଜି ଦିନଟିକି ଯଦି ଆଜି ଆମେ ପାଳନ କରି ନଥାନ୍ତେ, ମନେକର ଆପଣ କ'ଣ ମୋତେ ଏଇ ପ୍ରଶ୍ନ ଆଜି ପଚାରିଥାନ୍ତେ? ଆଜି କ'ଣ ଆପଣ ସ୍ମରଣ କରିଥାନ୍ତେ କେତୋଟି ଜିଲ୍ଲାକୁ ନେଇକି ହେଲା, କେଉଁମାନଙ୍କ ତିକ୍ଷାରେ ଅନୁଷ୍ଠିତ ହେଲା? ତେଣୁ ସୁତରାଂ ଆଜିର ଦିନଟିକି ଆମେ ପାଳନ କରିବା ଦ୍ୱାରା ଯୋଉ ଉତ୍ତର ପିଢ଼ି, ଆମର ଯୋଉ ଉତ୍ତର ପୁରୁଷମାନେ, ସେମାନେ ଆଜି ତାର ଐତିହ୍ୟ, ସଂସ୍କୃତି, ପରମ୍ପରା, ତାର ଇତିହାସକୁ ରୋମନ୍ଥନ କରି ସମସ୍ତଙ୍କ ଦେହରେ ଗୋଟେ ନୂତନ ଚେତନା ସୃଷ୍ଟି ହେଉଛି। ତେଣୁ ଉତ୍କଳ ଦିବସ ପାଳନ କରିବା ଦ୍ୱାରା ସମସ୍ତଙ୍କର ଗୋଟେ ଉତ୍କଳୀୟ ପ୍ରାଣ ସ୍ପନ୍ଦନ ସୃଷ୍ଟି ହେଉଛି, ସମସ୍ତଙ୍କ ଭିତରେ ଭାବାନ୍ତର ସୃଷ୍ଟି ହେଉଛି, ଆଉ ସମସ୍ତଙ୍କର ଜାତି ପ୍ରତି ଗୋଟେ ମମତ୍ୱ ବୋଧ ସୃଷ୍ଟି ହେଉଛି। ସେଇଥିପାଇଁ ଆମେ ଉତ୍କଳ ଦିବସକୁ ଆଜି ପାଳନ କରୁଛେ। ତେବେ ସାର୍ ବର୍ତ୍ତମାନ ଯେହେତୁ ଆଜି ଉତ୍କଳ ଦିବସ ପାଳନ କରାଯାଉଛି, ଏହା ଏକ ଐତିହାସିକ ଦିବସ ବୋଲି ଦିନ ବୋଲି ଆମେ କହିପାରିବା ପୁରା ଓଡ଼ିଶା ପାଇଁ। ତେବେ ବର୍ତ୍ତମାନର ଯୋଉ ଆଗାମୀ ପିଢ଼ିଙ୍କ ପାଇଁ ଆପଣ କ'ଣ ବାର୍ତ୍ତା ଦେବେ ଆଜିର ଦିନ ପାଇଁ? ଆଜି କେବଳ ଏକ ଐତିହାସିକ ଦିବସ ନୁହଁ, ଆଜି ହେଉଛି ଏକ ଅବିସ୍ମରଣୀୟ ଦିବସ। ଏ ଜାତିର ମହାବିଜୟ ବୈଜୟନ୍ତୀର ଦିବସ। ଏ ଜାତିର ହେଉଛି ଆପଣଙ୍କର ଏକ ଅଲିଭା ସ୍ୱାକ୍ଷର। ବିଲୁପ୍ତ ସେ ଇତିହାସ ବିସ୍ମୃତି ଗର୍ଭରେ ସମସ୍ତ ଉତ୍ତର ପିଢ଼ି ଯେଉଁମାନେ ଆମର ଆଗାମୀ ଭବିଷ୍ୟତ, ସେମାନେ ମା ମାଟି ମଣିଷକୁ ଭଲ ପାଆନ୍ତୁ, ସେମାନେ ଓଡ଼ିଶାକୁ ଭଲ ପାଆନ୍ତୁ। ଉତ୍କଳୀୟ ସେଇଥିପାଇଁ ତ କୁହାଯାଇଥିଲା, ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ ମହାପ୍ରଭୁ ଜଗନ୍ନାଥଙ୍କର ଜାତି। ଏ ହେଉଛି ଓଡ଼ିଆ ଜାତି, ଯାହାକି ଉତ୍କଳ ପ୍ରଦେଶ, ଏଇ ହେଉଛି କଳିଙ୍ଗ, ଏଇ ହେଉଛି କୋଶଳ, ଏଇ ହେଉଛି ଆପଣଙ୍କର ଉଡ୍ର। ଯୋଉ ଭାଷାରେ ଆମେ ନାମିତ କଲେ ଏ ସମଗ୍ର ଭୂଖଣ୍ଡକୁ ମୁଁ ଆପଣଙ୍କୁ କହି ରଖେ, ସେ କୋଶଳ ହଉ, କଳିଙ୍ଗ ହଉ, ଉତ୍କଳ ହଉ, ଏ ସମଗ୍ର ଭୂଖଣ୍ଡ ଏ ଜାତିର ଏକ ମାନେ ପ୍ରାଣ ସ୍ପନ୍ଦନ। ଏ ଜାତି ଏ ସମସ୍ତଙ୍କୁ ଏ ମା ମାଟି ମଣିଷ ମାତୃଭାଷାଙ୍କୁ ଭଲ ପାଇବା ଦରକାର। ସେଇଥିପାଇଁ ତ ସେଦିନ ସେଇ ବରଗଡ଼ର କବି ଆପଣଙ୍କର ଗଙ୍ଗାଧର ମେହେର ଅତି ସୁନ୍ଦର ଭାବରେ କହିଥିଲେ, ମାତୃଭୂମି ମାତୃଭାଷାରେ ଉଭୟ ମାତୃଭୂମି ମାତୃଭାଷା ଉଭୟ ଜନନୀ, ଭକ୍ତି ଭରେ ସେବୁଥିବ ଦିବସ ରଜନୀ। ଆଉ ଏକ ପଂକ୍ତିରେ ମଧୁବାବୁ କହିଥିଲେ ଯେ ଜାତି ନନ୍ଦୀ ଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥି କଲେ, ଟାଣିକିରେ ଘୋଡ଼ା ଦାନା ରତ ବଡ଼ା ଘୋଡ଼ା ମୁହେ ବନ୍ଧା ଥିଲେ, ମାତୃଭୂମି ମାତୃଭାଷାର ଆଦର ଯାହୃଦେ ଜନମୀ ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବ କାହିଁ। ତେଣୁ ମାକୁ ଭଲ ପାଅ, ମାଟିକୁ ଭଲ ପାଅ, ମଣିଷକୁ ଭଲ ପାଅ, ମାତୃଭାଷାକୁ ଭଲ ପାଅ। ଓଡ଼ିଆ ଜାତି ଏକ ସ୍ପର୍ଦ୍ଧିତ ଜାତି, ଓଡ଼ିଆ ଜାତି ଏକ ଦିଗ୍ଗଜ ଜାତି, ଓଡ଼ିଆ ଜାତି ଏକ ପ୍ରତିତ୍ପନ୍ନ ଜାତି, ଦୂରଦୃଷ୍ଟି ସମ୍ପନ୍ନ ଜାତି। ଏ ସମସ୍ତଙ୍କ ଭିତରେ ଭାବାନ୍ତର ସୃଷ୍ଟି କରିବା ଆଜିର ଏକମାତ୍ର ଚରମ ତଥା ପରମ ଲକ୍ଷ୍ୟ। ଆଜ୍ଞା ସାର୍, ଯେମିତିକି ଓଡ଼ିଶାର ନାଁ ଅନେକ ରହିଛି, ଯେମିତିକି ଉତ୍କଳ, କଳିଙ୍ଗ ଆଉ ଓଡ଼ିଶା, ତ କାହିଁକି ଉତ୍କଳ ରଖାଗଲା? ଓଡ଼ିଶା କାହିଁକି ନୁହେଁ, କାହିଁକି କଳିଙ୍ଗ ନୁହେଁ କିନ୍ତୁ ଉତ୍କଳ ରଖାଗଲା? ଶୁଣନ୍ତୁ, ଏ ଉତ୍କଳ ଶବ୍ଦଟା ଉତ୍କୃଷ୍ଟ କଳାରେ ଯାହା ଯାହା ବିଭିନ୍ନ ସାହିତ୍ୟିକ ମାନ ସେମାନଙ୍କ ଦୃଷ୍ଟିକୋଣରୁ ଏ ଶବ୍ଦକୁ ବ୍ୟୁତ୍ପତ୍ତି କରିଛନ୍ତି, ଏ ସମ୍ପର୍କରେ ତାଙ୍କର ଟିପ୍ପଣୀ ଦେଇଛନ୍ତି। ଆପଣମାନେ ଉତ୍କଳ ଶବ୍ଦଟାକୁ ଆମେ ଉତ୍କୃଷ୍ଟ କଳାର ଦେଶ, ସେଇଥିପାଇଁ ହେଉଛି ଆ ନାମ ଉତ୍କଳ। ଏବଂ ଏଇ ଶବ୍ଦଟାକୁ
ସମସ୍ତେ ବ୍ୟବହାର କରିଛନ୍ତି। ରାଧାନାଥ ରାୟ ସେଦିନ ବ୍ୟବହାର କଲେ ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଏବଂ ସେଇ ଶବ୍ଦଟିକୁ ବ୍ୟବହାର କଲେ ଗୋପବନ୍ଧୁ। ଉତ୍କଳେ ନେତାର ନାହିଁ ପ୍ରୟୋଜନ ଉତ୍କଳର ନେତା ସ୍ୱୟଂ ନାରାୟଣ। ସେଇ ଶବ୍ଦଟିକି ମଧ୍ୟ ବ୍ୟାସ କବି ଫକୀର ମୋହନ ତାଙ୍କୁ ମଧ୍ୟ ତାଙ୍କର ଅମ୍ଳାନ ପଙ୍କ୍ତିରେ ବ୍ୟବହାର କରିଛନ୍ତି। ତେଣୁ ସୁନ୍ଦର ଭାବରେ ଏଇ ଶବ୍ଦଟି ଏ ଜାତିର ଜାତି ସହିତ ଓତପ୍ରୋତ ଭାବରେ ଜଡ଼ିତ। ଆଉ ଉତ୍କଳ ଶବ୍ଦର ଉତ୍କର୍ଷତା ପ୍ରତିପାଦନ।